ଧାମ ବିଷୟରେ ଶ୍ରବଣ କୀର୍ତ୍ତନ ଶରଣ ପାଦ ସେବନ ଅର୍ଜନ ବନ୍ଦନ ଦାସ୍ୟ ସଂଖ୍ୟ ଆପ୍ତ ନିବେଦନଙ୍କ ଯେଉଁ ନବବିବିଧା ଭକ୍ତି ସମସ୍ତ ବିଦ୍ୟା ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ। ଶ୍ରୀ ଭଗବାନ ଯେଉଁମାନେ ଭଗବାନଙ୍କର ପାଦପତ୍ରରେ ପୂର୍ଣ୍ଣ ଶରଣାଗତ ହେବେ ସେମାନେ ଭଗବାନଙ୍କ ମାୟାକୁ ଅତି ସହଜରେ ଉତ୍ତୀର୍ଣ୍ଣ ହୋଇପାରିବେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶ୍ରୀମଦ ଭାଗବତ ଗୀତାରେ ମୋର ଚିନ୍ତନ କର, ମୋର ଦାସତ୍ୟ ହୁଅ, ମୋତେ ପୂଜା କର, ମୋତେ ନମସ୍କାର କର ରୂପକ ଯେଉଁ ସର୍ବବୃହତ୍ତମ ଉପଦେଶ ପ୍ରଦାନ କରିଛନ୍ତି ସେହି ଉପଦେଶକୁ ଆମ୍ଭମାନେ ନିଷ୍ଠାର ସହିତ ପାଳନ କରିବା ଉଚିତ ଅଟେ। ପର୍ବତ ଉପର ଭାଗରୁ ପତନର ଚେଷ୍ଟା, ବହୁ ବିବିଧା ତପସ୍ୟା, ବହୁ ତୀର୍ଥ ଭ୍ରମଣ, ଅନେକ ଶାସ୍ତ୍ର ଅଧ୍ୟୟନ ଏବଂ ବହୁ ଯଜ୍ଞର ଆୟୋଜନ କଲେ ମଧ୍ୟ ହରିଭଜନ ବିନା ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା ଅସମ୍ଭବ ଅଟେ। ମାୟାଗ୍ରସ୍ତ ଜୀବନ ମନ ସର୍ବଦା ଏହି ସଂସାର ମଧ୍ୟରେ ଲାଗି ରହିଥାଏ। ତେଣୁ ମନକୁ ଭଗବାନଙ୍କ ପାଦପଦ୍ମରେ ଲଗାଇବାକୁ ହେଲେ ଶ୍ରୀମତ୍ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଉପଦିଷ୍ଟ ସଂଖ୍ୟା ପୂର୍ବକ ନାମ ଜ୍ଞାନ ଶାସ୍ତ୍ର ଅଧ୍ୟୟନ ଭଗବାନଙ୍କ ଆରତି ଦର୍ଶନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ଅଟେ। ଯେଉଁ ପିତାର ସ୍ନେହରେ ପୁତ୍ର ମହାସୁଖରେ ଲାଳିତ ପାଳିତ ହୋଇଥାଏ ସେହି ପିତାର ଦେହରୁ ପରମାତ୍ମା ଚାଲିଯିବା ପରେ ସେହି ପୁତ୍ର ପିତାର ମୁଖରେ ଅଗ୍ନି ଦେଇଥାଏ। ତେଣୁ ସେହି ପରମାତ୍ମା ପରମ ପୂଜ୍ୟ ଭଗବାନ ଶ୍ରୀକୃଷ୍ଣ ହିଁ ସମସ୍ତଙ୍କର ମାତା ଏବଂ ପିତା ଅଟନ୍ତି। ଯେପରି ସୁସ୍ୱାଦୁ ଖାଦ୍ୟ ଭୋଜନ କଲେ ଆନନ୍ଦ ଲାଭ ହୁଏ, ଯଦି ତାହା ଠିକ୍ ଭାବରେ ଜୀର୍ଣ୍ଣ ହୋଇଥାଏ, ଠିକ୍ ସେହିପରି ପ୍ରେମମୟ ଶ୍ରୀମଦ ଭାଗବତ ଅଧ୍ୟୟନ କଲେ ପ୍ରେମ ପ୍ରାପ୍ତି ହୁଏ, ଯଦି ତାର ପ୍ରତିପାଦ୍ୟ ବସ୍ତୁ ଠିକ୍ ଭାବରେ ଆଚରଣ କରାଯାଏ। ବୁଦ୍ଧିମାନ